କିଛି ନୂଆ ଶିଖିବା। ବାମ୍ବୋ ପ୍ଲାଣ୍ଟ ଘରେ ରଖିଲେ ଘରର ସବୁ ନକାରାତ୍ମକ ଶକ୍ତି ଦୂର ହୋଇଥାଏ। ତୁଳସୀ ପତ୍ରରେ ଭଗବାନ ଶିବ କି ଗଣେଶଙ୍କୁ ପୂଜା କରନ୍ତୁ ନାହିଁ କି ନ ଗାଧୋଇକି ତୁଳସୀ ଗଛକୁ ଛୁଅନ୍ତୁ ନାହିଁ। ଦେବ କାର୍ଯ୍ୟରେ ପୁରୁଷମାନେ ନଡ଼ିଆ ଭାଙ୍ଗିଲେ ଶୁଭ ଫଳ ମିଳିଥାଏ। ଶିବ ମନ୍ଦିର ବେଢ଼ା ଅର୍ଦ୍ଧ ପରିକ୍ରମା କରିବା ଉଚିତ। ଦାନ୍ତରେ ଯନ୍ତ୍ରଣା ହେଲେ ଲବଙ୍ଗକୁ ଚୋବାଇ ଖାଇଲେ କିମ୍ବା ସୋରିଷ ତେଲକୁ ଅଳ୍ପ ଉଷୁମ କରି ହଳଦୀ ସହିତ ମିଶାଇ ଦାନ୍ତ ଘଷିଲେ ଯନ୍ତ୍ରଣାରୁ ଆମକୁ ମୁକ୍ତି ମିଳେ। ସନ୍ଧ୍ୟା ସମୟରେ କିମ୍ବା ରାତ୍ରିରେ ଗଛରୁ ପତ୍ର କିମ୍ବା ଫୁଲ ତୋଳିବା ଉଚିତ ନୁହେଁ। ଝିଟିପିଟି ମସ୍ତକରେ ପଡ଼ିଲେ ଜମି କି ଘର କିଣିବେ। ଗୋଡ଼ରେ ପଡ଼ିଲେ ଶୁଭ ହୁଏ। ଏପରି ସ୍ଥାନରେ ବସନ୍ତୁ କେହି ଯେମିତି ଆପଣଙ୍କୁ ସେ ସ୍ଥାନରୁ ଉଠିବାକୁ କହିବେ ନାହିଁ। ଜୁଆଣିକୁ ଅଳ୍ପ ଭାଜିକି କନାରେ ବାନ୍ଧିକି ଛୋଟ ପିଲାଙ୍କ ରୁମରେ ରଖିଲେ ସର୍ଦ୍ଦି ଓ କାଶ ଶୀଘ୍ର ଭଲ ହୋଇଥାଏ। ଦାନ୍ତରେ ନଖକୁ ଛିଣ୍ଡାନ୍ତୁ ନାହିଁ କି ଚୌକିରେ ବସି ଗୋଡ଼ ହଲାନ୍ତୁ ନାହିଁ। ଗୋଡ଼ର ଆଙ୍ଗୁଠିରେ ଭୂମିରେ ଗାର ପକାନ୍ତୁ ନାହିଁ କି ନିଜ ଆଙ୍ଗୁଠିକୁ ବାରମ୍ବାର ଫୁଟାନ୍ତୁ ନାହିଁ। ଏରୁଣ୍ଡି ବନ୍ଧରେ ବସନ୍ତୁ ନାହିଁ କି ଏରୁଣ୍ଡି ବନ୍ଧରେ ବସି କାହାକୁ ଟଙ୍କା ପଇସା ଦିଅନ୍ତୁ ନାହିଁ। ମୁଣ୍ଡରେ ରୁପି ହେଉଥିଲେ ନଡ଼ିଆ ତେଲକୁ ଅଳ୍ପ ଉଷୁମ କରି ସେଥିରେ ଗୋଟେ ଲେମ୍ବୁର ରସ ମିଶାଇ ମାଲିସ କରି କିଛି ସମୟ ରଖି ମୁଣ୍ଡ ଧୋଇ ଦିଅନ୍ତୁ। ରୁପି ଆପଣଙ୍କର ଦୂର ହୋଇଯିବ। ମୁହଁରେ କଳାଦାଗ ହେଇଥିଲେ କଫିରେ ମହୁ ଓ ଦହି ମିଶାଇ ମୁହଁରେ ଲଗାନ୍ତୁ। ସବୁ କାର୍ଯ୍ୟ ଭଗବାନଙ୍କୁ ସ୍ମରଣ କରି କରନ୍ତୁ। କାର୍ଯ୍ୟଟି ନିଶ୍ଚିତ ପୂର୍ଣ୍ଣ ହେବ। ଆଉ ଯଦି କାର୍ଯ୍ୟ ପୂର୍ଣ୍ଣ ହେଲାନି ତା ଅର୍ଥ ଭଗବାନ ଆପଣଙ୍କ ପାଇଁ ଆଗକୁ କିଛି ଭଲ ରଖିଛନ୍ତି।